আজি पवित्र संध्यारे आमे तपोवन बा माँ भुआशुणी पीठ अनंत बलिया सेवाश्रम पवित्र खंडगिरी उदयगिरी
ବାରଭୋଜି ଦୁର୍ଗା, ମା ଶାକମ୍ଭରୀଙ୍କର ପୀଠ, ଗୁପ୍ତ ଗଙ୍ଗା, ଅରକ୍ଷିତରାସଙ୍କର ସାଧନା ପୀଠ ଏବଂ ଆମ ପଶ୍ଚାତ ଭାଗରେ ଠାକୁର ଅଭିରାମ ପରମହଂସଙ୍କର, ଅକ୍ଷୟଦେବଙ୍କର, ଆଉ ଅନ୍ୟାନ୍ୟ ମଧୁସୂଦନଙ୍କର ଅନ୍ୟାନ୍ୟ ମଠ ବାଡ଼ି ସବୁ ଏଠି ରହିଛି। ଆଶାରାମଙ୍କର ମଧ୍ୟ ରହିଛି। ଏଇଭଳି ପବିତ୍ର ପୀଠକୁ ଆସିଥିଲି ରହିବା ପାଇଁ ନୁହେଁ। 1 ମାସ 15 ଦିନ ଆମେ ଓଡ଼ିଶା, ବିଶେଷତଃ ଓଡ଼ିଶାର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ କରିଥିଲୁ। କିଛି ଦିନ ପାଇଁ ଆମେ ଝାଡ଼ଖଣ୍ଡ ବି ଯାଇଥିଲୁ। କିନ୍ତୁ ମାନେ ଭଗବାନ ହେଉଛନ୍ତି ଏତେ ମହାନ। ତାଙ୍କ କାର୍ଯ୍ୟ ଯେତେବେଳେ ଆମେ କରୁଥିଲୁ ସେତେବେଳେ ଆମ ଦେହରେ ସାମାନ୍ୟତମ କ୍ଳାନ୍ତି ନଥିଲା। ଆମେ 4000 ଖଣ୍ଡେ କିଲୋମିଟର ବୁଲିଲୁ। ସନ୍ଧ୍ୟାରେ ସତ୍ସଙ୍ଗ, ସକାଳେ ଲୋକମାନଙ୍କ ସହିତ ସାକ୍ଷାତ, ଏତେ କାର୍ଯ୍ୟ ପରେ ବି କିନ୍ତୁ କେବେ ବି ଆମେ ଜ୍ୱରଟିଏ କି କାଶଟିଏ କିଛି ଆମ ପାଖରେ ନଥିଲା। ଆମେ ଅତ୍ୟନ୍ତ ଖୁସି ମନରେ ସେ ସମସ୍ତ କାର୍ଯ୍ୟ ଶେଷ କରି ପୁରୀ ଶ୍ରୀକ୍ଷେତ୍ର ପୁରୁଷୋତ୍ତମ ଧାମରେ 2 ଦିନ ବିଶ୍ରାମ ବି ନେଲୁ। ତାପରେ ଆଶ୍ରମକୁ ଆସିଲୁ। ଆଶ୍ରମକୁ ଆସିବା ପରେ ଆମର କହିଲେ ବଳିଆର ବିଭିନ୍ନ ପ୍ରକାରର କ୍ଳାନ୍ତି ସୃଷ୍ଟି ହେଲା। ଆମର ଗୋଟେ ଜିପ୍ ଥିଲା ବହୁତ ଦିନ ତଳେ। ସେ ପ୍ରଥମ ଗାଡ଼ିଟିଏ ଥାଏ, ଅତ୍ୟନ୍ତ ପୁରୁଣା ଗାଡ଼ି। ସେ ଗାଡ଼ିଟି ଯେତେବେଳେ କାର୍ଯ୍ୟକ୍ରମ ଆମର ହେବ, ଏଭଳିକି ବହୁ କାର୍ଯ୍ୟକ୍ରମ ଆଉ ଅତ୍ୟନ୍ତ ଭିଡ଼, ସେଇଭଳିଆ କାର୍ଯ୍ୟକ୍ରମରେ ଯେତେବେଳେ ସେ କାମ କରେ ବା ତାକୁ ଡ୍ରାଇଭର ମାନେ ନେଇ କାମ କରାନ୍ତି, ସେତେବେଳେ ସେ ଗାଡ଼ିର କିଛି ଅସୁବିଧା ହୁଏ। ସାମାନ୍ୟ ପେ ପା ଚେଁ ଚା କିଛି। ଯେମିତି କାମଟି ସରିଯିବ ତାପରେ ତାର ବାହାରିଲା ଦୋଷ। ସିଏ ଚକ ଫାଟିଲାଣି, ସେ ଲାଇଟ୍ ନିଭିଲାଣି, ଏଇଭଳି ଭାବରେ ପୁଣି ତାକୁ 15 ଦିନ ମାସେ ଖଣ୍ଡେ ତାକୁ ଲାଗେ ଠିକ୍ ଠାକ୍ କରେ। କିନ୍ତୁ ସଜ୍ଜନ, କର୍ମ ହେଉଛି ମଣିଷ ଜୀବନର ସବୁଠାରୁ ବଡ଼ କଥା। ମୋତେ ଅନେକ ବ୍ୟକ୍ତିମାନେ କହିକିରି ବୁଢ଼ା କରିଦେଲେ। କ'ଣ କହୁଛନ୍ତି? ଆପଣ ଆଉ ଏ ବୟସରେ ଏତେ ବୁଲନ୍ତୁନି। ଯେ ବୟସ ତ ମୋତେ ବାଧୁନାହିଁ, ତମକୁ କାହିଁ ବାଧୁଛି? ତେଣୁ କହିକିରି ମୋତେ ମନେ ପକେଇ ଦେଉଛନ୍ତି ତମକୁ ଏତିକି ବୟସ ହେଲାଣି। କେହି କହୁଛନ୍ତି ଏଇ ବୟସରେ ଏତିକି ସମୟ ଶୋଇବା କଥା, ଏତିକି ଖାଦ୍ୟ ଖାଇବା କଥା। ଆମେ ତ ସାରା ଜୀବନ ସେତିକି ଖାଦ୍ୟ ଖାଇନି। ଲକ୍ଷ୍ମଣ ପ୍ରଭୁ କାଳେ ଖାଇ ନଥିଲେ, ଯଦି ବି ଖାଇଥିବେ ରାତିରେ ଖାଇଥିବେ, ଦିନରେ ଖାଇଥିବେ, ରାତିରେ ଉପାସ ଥିବେ, ଭାଇ ଭାଉଜଙ୍କୁ ଜଗୁଥିଲେ। ତେଣୁ ଆମେ ସେମିତି ନ ଖାଇ ନ ପିଇ ତ ଭଲ କାମ କରୁଛୁ। କ୍ଷୀର ଖାଉନୁ, ଛେନା ଖାଉନୁ, ଫଳ ଖାଉନୁ। କିନ୍ତୁ ଆପଣମାନେ ଆମକୁ ଯେମିତି କହୁଛନ୍ତି, ଆମେ ତ
ମାସେ 2 ମାସ ଭିତରେ ବୁଢ଼ା ହେଇଛି। ତେବେ ବୁଢ଼ା ହବା, ମରିବା, ବ୍ୟାଧିଗ୍ରସ୍ତ ହବା, ଇଏ ଆମ ଶାସ୍ତ୍ର ଆମକୁ ସବୁବେଳେ ବୁଝେଇ। ତମେ ଦିନେ ମାନେ ବୟସ ହବ, ବ୍ୟାଧି ତମକୁ ହବ, ଏମିତି ସବୁ ଆମକୁ ବୁଝେଇ। ତେଣୁ ତମେ ଆମକୁ ମନେ ପକେଇକିରି ଆହୁରି ବୁଢ଼ା କର। ଏଇଭଳି ଭାବରେ କଥା ହେଉଛି। କାର୍ଯ୍ୟଟି ସରିଲା, ଆସିଲୁ ପୁରା ହେଲ୍ଥ ଚେକ୍ କରିବାକୁ ଆମକୁ ଅଣାହେଲା। ପ୍ରକୃତ ଏ ଦେହ ଥିଲେ ସର୍ବ ପାଇ, ଜଳେ ଯେସନେ ଚନ୍ଦ୍ର ସାଇ। ହେଲ୍ଥ ଚେକ୍ ହବ, ହେଲ୍ଥ ଚେକ୍ ବି ହେଲା। କହିଲେ ନା ସେମିତି କିଛି ନାହିଁ। ତମେ ହିଁ କହୁଥିଲ ବୟସ ହେଲାଣି, ଆପଣ ଟିକେ କମ ଓଝିଆ କହୁଛ କିଛି ନାହିଁ। ହଉ ହେଲା ହେଲା, ତାର କିଛି ନାହିଁ କିଛି ନାହିଁ। ଆମେ ଆମର ଆସିଲୁ। ପୁଣି ଯେମିତି ଆଶ୍ରମରେ ପହଞ୍ଚିଲୁ, ଆଉ ପୁଣି ଗୋଟାଏ ରୋଗ ବାହାରିଲା। ଆକୁ କ'ଣ କରିବା ପୁଣି? ହଉ ଆମକୁ ପଠେଇଦେଲେ, ଚାଲୁନାହାନ୍ତି ଟିକେ ଖାଲି ଦେଖେଇ ଦେଇ ଚାଲି ଯିବେ। ଆଉ ଆମେ ଦେଖେଇ ଦେବୁ ଚାଲିଲୁ। ସବୁ ଦେଖା ଦେଖି ହେଲା। ଆଜି ରାତିଟା ରହିବା, କାଲି ତାଙ୍କୁ ଦେଖା କରିକି ଯିବା। ତାଙ୍କୁ ଦେଖା କରୁ କରୁ ସିଏ ଯୋଉଠୁ କହିଲେ ମତେ ଦେଖା କର, ତାଙ୍କୁ ଦେଖା କରିବାକୁ ପଡ଼ିବ। ସେ ଆଉ ଜଣକୁ କହିଲେ, ସବୁ ତାଙ୍କୁ ଦେଖା କରାଗଲା। ସିଏ ଯୋଉଠୁ କହିଲେ ଆପଣ କାଲି ଆସନ୍ତୁ, ଖାଲି ଆସିବେ ଟିକେ, ମୁଁ ଏମିତି ସଫା କରିଦେବି, ଆପଣ ପଳେଇବେ। ଆଉ ସିଏ ସବୁ ଯେମିତି ସଫା ହଉଥିଲା କରିବା ପାଇଁ ଯଦି ଇଚ୍ଛା କଲେ, ସେ ସବୁ କହିଲେ ଆପଣ 4ଟା 5ଟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ଏମିତି ହଉ ହଉ ଆଜି ସକାଳୁ କହିଲେ ନା, ଆଜି ଭୁବନେଶ୍ୱରରେ ରହିବେ, କାଲି ପୁଣି ଭୁବନେଶ୍ୱରରେ ରହିବେ, ପରଦିନ ଅପରାହ୍ନରେ ମୁଁ ଆପଣଙ୍କୁ ସଫା କରିଦେବି। ଆପଣ ମୁଣ୍ଡରେ ହାତ ଦେବା କଥା। ବୁଲି ବୁଲିକିରି ଆସିଥିଲୁ, ଲୋକମାନଙ୍କର ଟିକେ ଦୁଃଖ ସୁଖ ଭିତରେ ମଜିଥାନ୍ତୁ। ଲୋକ ଗୁଡ଼ିକ ହଇରାଣ ହେଉଛନ୍ତି। ତେବେ ଏମାନଙ୍କ ପାଖରେ ସିନା ଇଞ୍ଜେକ୍ସନ୍ ଟାବଲେଟ୍ କ୍ୟାପସୁଲ ଅଛି, ଆମ ପାଖରେ ତ କିଛି ନାହିଁ। ଆମେ ତୁଳସୀ ଦେବୁ, ଟିକେ ପାଣି ଦେବୁ, ଇଏ ଦେବୁ, କ'ଣ କରିବା? ଏଟା ବଡ଼ ମୁସ୍କିଲ ହେଇଗଲାଣି। ତେବେ ବାଧ୍ୟ ହେଇ ତପୋବନରେ ଆମେ ଅଛୁ। ଆଉ ଆଜି ଅଛୁ, କାଲି ଅଛୁ, ପରଦିନ ପୂର୍ବାହ୍ନ ରହିବୁ। ଆଦୌ ରାମ ତପୋବନାଧିଗମନମ୍ ହତ୍ୱା ମୃଗୀ କାଞ୍ଚନ। ରାମ ଯେତେବେଳେ ତପୋବନକୁ ଗଲେ, ହତ୍ୱା ମୃଗୀ କାଞ୍ଚନ, ଆମେ ବି ହତ୍ୱା ମୃଗୀ କାଞ୍ଚନ ସେଇଥିରେ ଅଛୁ। ଆମ ପାଖରେ ବड़ा କିଛି ନାହିଁ। ଆଶ୍ରମ ଆମକୁ ବହୁତ ଦୂରରେ ରହିଗଲା। ଗାଡ଼ି ଜାଗାରେ ଥୁଆ ହେଇଛି। ଆମେ ଆମର ନିଃସ୍ୱ ଭାବରେ ବହିଛୁ। ବୈଦେହୀ ହରଣ। ବୈଦେହୀ କିଏ? ଆମ ପାଖରେ ଯୋଉ ଧ୍ୟାନ, ଯୋଗ, ଆସନ, ପ୍ରାଣାୟାମ ଇତ୍ୟାଦିର ଯୋଉ ଥିଲା ମାନେ ପ୍ରାର୍ଥନା, ଚିନ୍ତନ, ସେ ସବୁ କୁଆଡ଼େ କ'ଣ ଭୁଲ ହେଇଗଲାଣି। ଆମେ ତ ସବୁବେଳେ ଟିକେ ଛିଙ୍କୁଛୁ, ରୁମାଲ ମାଗୁଛୁ, ଏମିତିଆ କଥା। ଆଉ ବୈଦେହୀ ହରଣ, ବୈଦେହୀ ହରଣ ପରେ ଜଟାୟୁ ମରଣ। ଜଟାୟୁ ଆମ ପାଖରେ କେମିତି ମରଣ ହେଲେ?
ଆମ ମୁଣ୍ଡଟା ବିନ୍ଧୁଛି ଆଉ ଯୋଉଠି ଜଟଟା ଥାଏ ସେଟା ବିନ୍ଧୁଛି ଆଉ ଜଟାୟୁ ମରଣ। ତାପରେ ଜଟାୟୁ ମରଣ, ତାପରେ ବାଳି ନିଗ୍ରହ। ଯୋଉ ବଳ ଥିଲା ଅଛି କିନ୍ତୁ ହେଲେ ନିଶ୍ଚିତ ଭାବରେ ଆମକୁ ଜଣେ ଧରିକି ଦବ, ତାହେଲେ ପଡ଼ିଯିବୁ। ବାଳି ନିଗ୍ରହଣ, ସମୁଦ୍ର ମନ୍ଥନ। ସମୁଦ୍ର କେତେବେଳେ ଆମେ ମନ୍ଥନ କରିବୁ? ଏଇ ବର୍ତ୍ତମାନ କଲୁ। ଆମେ ସମସ୍ତେ 5 ଭାଇ ବସିଲୁ, ବର୍ତ୍ତମାନ ଆମେ ସମୁଦ୍ରକୁ ଡେଇଁଲୁ। ଆଉ ହବ ସାଗରତା ରବି ଗୀତ ତେଣୁ ଏଇ ଯୋଉ ସ୍ୱରଟା ଧର ଆମର ଜଣେ ବାବୁ ପକେଇଲେ, ଆମେ କ'ଣ ସେ ସ୍ୱରରେ ଆରମ୍ଭ କରିଥିଲୁ? ସେ ପକେଇଲେ, ସେ ଜଣେଇ ଦେଲେ ଯେ ମୁଁ ମତେ ଏତେ ପ୍ରକାରର ସ୍ୱର ଆସେ। ଆମେ ଯଦି ବର୍ତ୍ତମାନ ଲାଇଭ୍ ନ କରୁଥାନ୍ତୁ, ଆମେ କହିଥାନ୍ତୁ କାନ ମୋଡ଼ି ଜାବୁଡ଼ା ଦିଅ, କାନ ମୋଡ଼ି ଜାବୁଡ଼ା ଦିଅ, କ'ଣଟା ହେଇଥାନ୍ତା କଥା? ଭକ୍ତି ସବୁବେଳେ ସ୍ଥିର, ଚଞ୍ଚଳ ହେଲେ କ'ଣ ଭକ୍ତି ସୃଷ୍ଟି ହବ? ଆମେ ଭକ୍ତି ପାଇଁ ସଙ୍ଗୀତ ବୋଲୁଛୁ, ଆଉ ଛାଡ଼। ତେବେ ଭକ୍ତିରେ ପ୍ରୀତି ନାହିଁ ଯାର, ତେବେ ବର୍ତ୍ତମାନ ସମୁଦ୍ର ଚାରଣ, ବାଳି ନିଗ୍ରହଣ, ଲଙ୍କାପୁରୀ ଦହନ। ଲଙ୍କାପୁରୀ କୁହେ ମଦ୍ୟ ଖଟି, ଜୁଆ ଖେଳ, ଏଇ ଯୋଉ ବାଜେ ଜାଗା ସିଏ ଆଉ ଆମ ପାଖରେ ନାହିଁ। ଆମେ ବର୍ତ୍ତମାନ ଖାଣ୍ଟି ତପବନରେ ଅଛୁ। ଏ ପାଖରେ ମା ଭୁଆଶୁଣୀ, ରାଧା ମାଧବ, ପ୍ରଭୁ ଛୋଟ ହୁଅନ୍ତୁ ବଡ଼ ହୁଅନ୍ତୁ, ଜଗନ୍ନାଥଙ୍କ ମୂର୍ତ୍ତି, ସେ ପାଖରେ ଶିବଙ୍କ ମୂର୍ତ୍ତି, ସମ୍ମୁଖରେ ଗୁରୁମୂର୍ତ୍ତି, ଏବଂ ଅପର ପକ୍ଷରେ ଆମର ରହିଛନ୍ତି ଗୁରୁ ଅନନ୍ତଙ୍କ ଶ୍ରୀକ୍ଷେତ୍ର ଭାବରେ ସେ ପୂଜା କରୁ। ଏବଂ ଚାରିଆଡ଼ୁ ସବୁ ଶୁଭୁଛି ଆମର ଘଣ୍ଟ ଘଣ୍ଟା ନିନାଦ। ତେଣୁ ଏଇ ହଉଛି ଲଙ୍କାପୁରୀ ଦହନ। ତାପରେ କ'ଣ ହବ? ପଶ୍ଚାତ୍ ରାବଣ କୁମ୍ଭକର୍ଣ୍ଣ ନିଧନ। ରାବଣ କହିଲେ ବାକ୍ୟ ବୀର, ମାନେ ଯୋଉଗୁଡାକ ଅତି ବିଛୁଆ ଗୁଡାକ, ବଡ ବଡ କଥା କହନ୍ତି, ସେ ଏଠି କେହି ନାହାନ୍ତି। ସେ ଥିଲେ ବି ଉଣା ବଡ ବଡ ପାଟିରେ କଥା ଆମ ଆଗରେ ହେବେନି। ଯଦି ହେବେ ଆମେ ବାବୁ ଚୁପଚାପ ବସ। ତେଣୁ ବାକ୍ୟକୁ ଜୀବନରେ ଯିଏ ସଂଯମ କରିଛି, ଆଚରଣକୁ ଯିଏ ଜୀବନରେ ସଂଯମ କରିଛି, ବ୍ୟବହାରକୁ ଯିଏ ଜୀବନରେ ସଂଯମ କରିଛି, ଯିଏ ଜୀବନରେ ଅଳ୍ପ ହଉ ବହୁତ ହଉ, କୁମ୍ଭକର୍ଣ୍ଣ ଅର୍ଥାତ ଯିଏ ଆସନ ପ୍ରାଣାୟାମ ଧ୍ୟାନ, ସେ ଆସନ ପ୍ରାଣାୟାମ ଧ୍ୟାନ ଯୋଗୁଁ ନ ଆସିଲା, ଚେକା ପକେଇ ବସିକି ଟିକେ ଆଖି ବୁଝି ସେ ପ୍ରଭୁଙ୍କୁ ସଂସ୍ମରଣ କରିପାରୁଛି। ଏତାବ୍ଦି ରାମାୟଣ, ଏଇ ହଉଛି ରାମାୟଣ ଦର୍ଶନ।
ତେଣୁ ରାମ ସେଦିନ ଯାଇଥିଲେ ଆଦୌ ରାମ ତପବନାରି ଗମନ। ଏବେ ଆମେ ସବୁ ଆଇଛୁ ତପୋବନ ଭୁଆ ଶୁଣି ପିଠରେ ରହି। ରାମ ତପୋବନାରି ଗମନ କେମିତି କଲେ? ସେ ରାଜା ହେଇଥାନ୍ତେ, ରାତି ପାଇଲେ ରାଜା ହେଇଥାନ୍ତେ, କିନ୍ତୁ ତାଙ୍କ ରାଜା ହବାର ନାହିଁ। ଆଉ ସେ ଯିବେ ଜଙ୍ଗଲକୁ, ବାପାଙ୍କ ସତ୍ୟ ପାଳି ସେ ଜଙ୍ଗଲକୁ ଯିବେ। ଆଉ ଠିକ୍ ସେଇଭଳି ଭାବରେ ଆମେ ଏଠି ଯିଏ ବସିଛୁ, ଯାହାର ପୂର୍ବ ଭାଗ୍ୟ ଦିଶେ ତା ପୁତ୍ର ସାଧୁ ସଙ୍କେ ମିଶେ। ତେଣୁ ଏଠି ଆମମାନଙ୍କର ସେଇ ପୂର୍ବ ଭାଗ୍ୟ ଥିବାରୁ ଆମେ ରାଜା ହେବା କଥା, କିନ୍ତୁ ରାଜା ଆମେ ହେଲୁନି। ଆମେ ବର୍ତ୍ତମାନ ତପୋବନରେ କିଛି ସମୟ ପ୍ରଭୁଙ୍କର ପ୍ରାର୍ଥନା ଆମେ କରୁଛୁ। ଇଏ କମ୍ ବଡ଼ କଥା। ତେଣୁ ଏଇ ଯେଉଁ କଥାଟା ଚାଲିଲା, ଆର ଶେଷାଂଶ କ'ଣ? ଶେଷାଂଶ ହେଉଛି ବଳିଆର ବିନମ୍ର ନିବେଦନ, ଟିକେ ବିଶ୍ୱର ଶାନ୍ତି ପାଇଁ ଟିକେ ପ୍ରାର୍ଥନା ସବୁଦିନେ ଏବେ କରନ୍ତୁ। ଆମର ଯେଉଁ ପ୍ରାର୍ଥନା ରହିଛି ଓମ୍ ଶାନ୍ତି, ସେ ପ୍ରାର୍ଥନା କରନ୍ତୁ। ତାପରେ ବର୍ଷା ପଳେଇବ, 5ଟି ଗଛ ଅନ୍ତତଃ ସମସ୍ତେ ନିଜ ହାତରେ ଲଗେଇ ତାକୁ ବଞ୍ଚାନ୍ତୁ। ସେ ବଞ୍ଚି ଉଠିବ, ସେ କେଡ଼େ ସୁନ୍ଦର ଦେଖାଯିବ। ସେ ଦାୟିତ୍ୱରେ ଅଛନ୍ତି ଆମର ବିଶ୍ୱ ସନାତନ ସେବା ସଂଘର ସଭାପତି ପ୍ରଦୀପ ବାବୁ ଅଛନ୍ତି। ତାଙ୍କ ଫୋନ୍ ନମ୍ବରରେ ଆପଣ ଯୋଗାଯୋଗ କରିପାରିବେ। ଆମେ ଏ ବର୍ଷ ସଂକଳ୍ପ ନେଇଛୁ ଲକ୍ଷାଧିକ ଗଛ ସୃଷ୍ଟି କରିବା। ଜୀବନରେ ଆଉ କ'ଣଟି ଆମେ କରିପାରିବା? ଏଇ ହେଉଛି କଥା। ଆଉ ଏଇଠି ଯାହା ଆମର ଭାଗ୍ୟ, ଆଉ ଆମେ ତ କିଛି ବୁଝୁନା, ଆଶ୍ରମରେ କିଛି ବୁଝୁନା, ନା ଏଠି ବି କିଛି ବୁଝୁନା। ଏଠି ବୁଝନ୍ତି କିଏ? ଆମର ରାଧେଶ୍ୟାମ ବାବାଜୀ ଆଉ ଜମ୍ମୁ ବାବାଜୀ। କିଏ କୋଉଠୁ ଆଣେ, କିଏ କୋଉଠି। ମୁଁ ଆଇଲେଣି ହୋଟେଲରେ 3 ଦିନ ରହିଲି, ଏଠି ରହିଲି, ସେଠି ରହିଲି, କିନ୍ତୁ ଦୁନିଆ କଥା ବାବୁ କ'ଣ ହିସାବ? ଆମ ପାଖରେ ହିସାବ ନାହିଁ କି କିତାବ ନାହିଁ। ସେଇ ଗୋଟିଏ ପ୍ରାର୍ଥନା, ନିରାଶ୍ରୟ ଆମେ ଏତିକିରେ ଅଛୁ। ବିଶ୍ୱର, ଦେଶର, ରାଜ୍ୟର ଶାନ୍ତି ପାଇଁ ଆମେ ପ୍ରାର୍ଥନା କରୁଥିବୁ। ଆଉ ଏତିକି କହି କଥାକୁ ବିଶ୍ରାମ ଦେଲି। ଏଇ ମୋ ନାକରେ ଦେଖନ୍ତୁ କ'ଣ କନା ପଶିଛି। ତେଣୁ ଏମିତି 2 ଦିନ ଆଉ ରହିବାକୁ ପଡ଼ିବ। ତେବେ ମୁଁ କଷ୍ଟ ମୋର କିଛି ନାହିଁ, କିମ୍ବା ମୁଁ ବେଶୀ ବ୍ୟସ୍ତ ବି। ଏତିକି କହି କଥାକୁ ବିଶ୍ରାମ ଦେଲି। ସମସ୍ତଙ୍କର ମଙ୍ଗଳ ହଉ, ଆନନ୍ଦ କୁମାର। ଜୟ ଜୟ ରାଧା।
हरे